ଅଛୁ ଏବେ ଗଭୀର ସମୁଦ୍ର ଭିତରେ ଜାହାଜରେ ଯାଉଛୁ ଗଭୀର ସମୁଦ୍ର ମଧ୍ୟକୁ ଏବଂ ଜାହାଜ ଯେତେବେଳେ ସମୁଦ୍ର ମଝିରେ ଅଘଟଣ ଘଟେ ତାର ଯୋଉ ହଜାର ହଜାର ଲିଟର ତେଲ ଥାଏ ସିଏ ଯେତେବେଳେ ପାଣିରେ ମିଶେ ସେ ପାଣିରେ ମିଶିବା ଦ୍ୱାରା ଆମ ଜଳଜୀବ ଯୋଉ ଅଛନ୍ତି ପାଣିରେ ସିଏ କ୍ଷୟକ୍ଷତି ହେଇଥାଏ ଏବଂ ତାକୁ କେମିତି ରିସ୍କ କରିବେ କୋଷ୍ଟଗାର୍ଡ ବିଭାଗ ସେଥିପାଇଁ ଆଜି ଏକ ସଚେତନତା କାର୍ଯ୍ୟକ୍ରମ କରିଛି କୋଷ୍ଟଗାର୍ଡ ବିଭାଗ। ଆମେ ଅଛୁ ଗଭୀର ସମୁଦ୍ର ମଝିରେ ଆପଣ ଦେଖୁଥିବେ ଇଏ ହଉଛି ସିଧାସଳଖ ଚିତ୍ର ଯୋଉଠି ତଟରକ୍ଷୀ ବାହିନୀ ତାର ଗଭୀର ସମୁଦ୍ର ମଝିରେ କେମିତି ପଲ୍ୟୁସନ ଏକ୍ସରସାଇଜ ଅଭ୍ୟାସ କରିବେ ତାହାକୁ ଆମେ ସିଧାସଳଖ ଆପଣଙ୍କ ମାଧ୍ୟମ ଦେଖେଇବୁ। ଏହି ଅଭ୍ୟାସର ଲକ୍ଷ୍ୟ ହେଉଛି ସମୁଦ୍ର କିଭଳି ପ୍ରଦୂଷିତ ନହେବ ତାର ଏକ ଦେଖାଇବ। ଇଣ୍ଡିଆନ କୋଷ୍ଟଗାର୍ଡ ଭୂମିକା ଦାୟିତ୍ୱ ଏବଂ ପ୍ରସ୍ତୁତି ଯୋଜନା ବିଷୟରେ ବିସ୍ତୃତ ସୂଚନା ଦିଆଯିବ। ଗଭୀର ସମୁଦ୍ରରେ ଯଦି ଜାହାଜରୁ ତେଲ ଲିକ୍ ହୁଏ ସେହି ତେଲକୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ତାହାର ଏକ ଡେମୋ ଦେଖାଇବ କୋଷ୍ଟଗାର୍ଡ ଯବାନ ମାନେ। ଏହି ଅଞ୍ଚଳ ପରିବେଶଗତ ସମ୍ବେଦନଶୀଳତା ଏବଂ ଏହାର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏହାର ପ୍ରସ୍ତୁତି କରାଯାଇଛି। ଦୁର୍ବଳ ସାମୁଦ୍ରିକ ପରିବେଶକୁ ସୁରକ୍ଷା ଦେବା ପାଇଁ ସାମୂହିକ କ୍ଷମତାକୁ ଦୃଢ଼ତା କରିବା ପାଇଁ ଏହାର ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ ରହିଛି। ଆମେ ଆପଣଙ୍କୁ ଦେଖାଉଛୁ ଆମେ ଅଛୁ ଗଭୀର ସମୁଦ୍ର ମଝିରେ ଏବଂ କୋଷ୍ଟଗାର୍ଡ ଜାହାଜ କୋଉଭଳି ତାର ରିକ୍ସୁ କରିବ ଗୋଟିଏ ଅଘଟଣ ଯଦି ହୁଏ ବାଇଚାନ୍ସ ପାରାଦୀପ ଆପଣ ଜାଣିଥିବେ ପାରାଦୀପ ଏକ ବନ୍ଦର ଯାହାକି ସମୁଦ୍ର ପାରାଦୀପ ପୋର୍ଟରେ ଲାଗନ୍ତି ଶହ ଶହ ଜାହାଜ ଯଦି ସମୁଦ୍ର ମଧ୍ୟରେ ଗୋଟେ ଜାହାଜ ଦୁର୍ଘଟଣା ଘଟେ ତାହେଲେ ତାର ଯୋଉ ଅଏଲ ଥାଏ ସେ ଅଏଲ ଯଦି ପାଣିରେ ମିଶେ ତାହେଲେ ପାଣି ବି ଦୂଷିତ ହେବା ସହିତ ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ମାନଙ୍କ ଉପରେ ବିପଦ ସୃଷ୍ଟି କରିପାରେ। ପାରାଦୀପରୁ ସତ୍ୟଶିବ ପରିଡ଼ା, ଓଡ଼ିଶା ଭାସ୍କର। ଜାତକ ବିଚାର ଏବଂ ଗୃହର ବାस्तु जनित समस्यार समाधान ପାଇଁ ଯୋଗାଯୋଗ କରନ୍ତୁ ଜ୍ୟୋତିର୍ବିଦ ବାସ୍ତୁବିଦ ଶ୍ରୀ ମାନସ ଚନ୍ଦ୍ର ନାୟକ। ଯୋଗାଯୋଗ କରନ୍ତୁ 9438481748।